ओम शांति 20 अक्टोबर 2025 प्रातः मुरली शिव भगवानकर मधुर महावाक्य। शिव बाबा कहते मिठे बच्चे, बाबा तुम मानकु बहुत आग्रहर सहित पाठ पढ़ाइबा पाई आसिछन्ति। तेणु तुमे माने मध्य आग्रहर सहित पाठ पढ़। निशा रहुजे आमको स्वयं भगवान पाठ पढ़ाउछन्ति। बाबा तुम मानकु बहुत आग्रहर सहित पाठ पढ़ाइबा पाई आसिछन्ति। तेणु तुमे माने मध्य आग्रहर सहित पाठ पढ़। निशा रहुजे आमको स्वयं भगवान पाठ पढ़ाउछन्ति। आजिर प्रश्न, तुम ब्रह्मा कुमार कुमारी मानकर उद्देश्य अथवा शुद्ध भावना कौन? तुम ब्रह्मा कुमार कुमारी मानकर उद्देश्य अथवा शुद्ध भावना कौन? उत्तर, तुम मानकर उद्देश्य हेउछि कल्प अर्थात 5000 वर्ष पूर्व भली पुनर्बार श्रीमत आधार विश्व सुख एवं शांतिर राज्य स्थापन करिबा। तुमर शुद्ध भावना रहिछि जे श्रीमत आधार आमे सारा विश्वर सद्गति करिबु। तुमे माने निशार सहित कहूछ जे आमे ही समस्तंको सद्गति देबु। तुमको बाबांक ठारू शांतिर पुरस्कार मिलुछि। नरकवासी स्वर्गवासी हेबा ही पुरस्कार नेबा। ओम शांति। विद्यार्थी माने पाठ पढ़िबा समय रे बहुत खुशीर सहित पढ़ी थांती। शिक्षक माने मध्य बहुत खुशी एवं रुचिर सहित पाठ पढ़ाई थांती। रुहानी संतान माने एकथा जानिछन्ति जे बेहदर पिता जी कि शिक्षक मध्य अटंती आमको बहुत रुचिर सहित पाठ पढ़ाउछन्ति। बेहदर पाठ पढ़ारे तो बापा अलगा होइथांती, शिक्षक अलगा रहिथांती जी कि पाठ पढ़ाई थांती। काहा काहार पिता मध्य शिक्षक होइथांती जी कि बहुत रुचिर सहित पाठ पढ़ाई थांती। काहेकि ना रक्त संपर्क रही थाए ना, तेणु निजर भावी बहुत रुचिर सहित पढ़ाई थांती। तेबे यही बाबा मध्य तुम मानकु केते रुचिर सहित पाठ पढ़ाउथिबे। तेणु पिला मानकु मध्य केते रुचिर सहित पढ़िबा दरकार। बाबा सीधासलख पाठ पढ़ाउछन्ति एवं से थरे मात्र आसी पढ़ाउछन्ति। तेणु पिलामानकर बहुत रुचि रहिबा आवश्यक। भगवान बाबा आमको पाठ पढ़ाउछन्ति एवं प्रत्येक कथा भल भाबरे बुझाउछन्ति। केतेक संतान मानकर पढ़ु पढ़ु विचार आसी थाए जे ए सबु कौन? ड्रामा रे यही आवागमन बा जीवा आसिबार चक्र रहिछि, किंतु यही नाटक काहींकि रचना करा जाइछि? एहा द्वारा फायदा कौन? बास एहीपरि सबुबले चक्र लगाउथिबो। एथिरु मुक्त होइगले भल। जेबे देखुछन्ति एहीपरि त 84 जन्मर चक्र लगाइबाकु हेब। तेणु एभଳି खियाल आसिथाए। भगवान एपरि खेल काहींकि रचना कले? ଯାହାଦ୍ୱାରା ଆବାଗମନ ଚକ୍ରରୁ ମୁକ୍ତ ହୋଇପାରିବୁ ନାହିଁ। ଏହାଠାରୁ ତ ଭଲ ମୋକ୍ଷ ମିଳିଯାଉ। ଏହିଭଳି ଖିଆଲ ଅନେକ ସନ୍ତାନମାନଙ୍କର ଆସୁଛି। ଏହି ଆବାଗମନ ଚକ୍ରରୁ ସୁଖ ଦୁଃଖରୁ ମୁକ୍ତ ହୋଇଯାଉ। ବାବା କହୁଛନ୍ତି ଏହା କେବେ ହେଲେ ହୋଇପାରିବ ନାହିଁ। ମୋକ୍ଷ ପାଇବା ପାଇଁ ଚେଷ୍ଟା କରିବା ହିଁ ବ୍ୟର୍ଥ। ବାବା ବୁଝାଉଛନ୍ତି ଗୋଟିଏ ହେଲେ ବି ଆତ୍ମା ପାଟରୁ ମୁକ୍ତ ହୋଇପାରିବ ନାହିଁ। ଆତ୍ମାରେ ଅବିନାଶୀ ପାଟ ଭରି ରହିଛି। ତାହା ହେଉଛି ହିଁ ଅନାଦି ଅବିନାଶୀ, ବିଲକୁଲ ଅବିକଳ ଅଭିନେତା ଅଟନ୍ତି। କେହି ଜଣେ କମ୍ ବେଶୀ ହୋଇପାରିବେ ନାହିଁ। ତୁମମାନଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି। ଏହି ଡ୍ରାମାର ପାଟରୁ କେହି ମୁକ୍ତ ହୋଇପାରିବେ ନାହିଁ, ନା କେହି ମୋକ୍ଷ ପାଇପାରିବେ। ସବୁ ଧର୍ମାବଲମ୍ବୀମାନଙ୍କୁ କ୍ରମାନ୍ୱୟରେ ଆସିବାକୁ ହିଁ ପଡ଼ିବ। ବାବା ବୁଝାଉଛନ୍ତି ଏହା ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା ଅଟେ। ତୁମେ ମଧ୍ୟ କହୁଛ ବାବା ଆମେ ଜାଣିଗଲଣୁ
କିପରି 84 ଜନ୍ମର ଚକ୍ର ଲଗାଉଛୁ। ଏକଥା ମଧ୍ୟ ବୁଝୁଛ, ପ୍ରଥମ କରି ଯେଉଁମାନେ ଆସୁଥିବେ ସେମାନେ 84 ଜନ୍ମ ନେଉଥିବେ। ଯେଉଁମାନେ ପଛରେ ଆସୁଛନ୍ତି ତାଙ୍କର ନିଶ୍ଚୟ ଜନ୍ମ କମ୍ ହୋଇଥିବ। ଏଠାରେ ତ ପୁରୁଷାର୍ଥ କରିବାକୁ ହେବ। ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ନିଶ୍ଚୟ ଯିବ। ବାବା ପ୍ରତ୍ୟେକ କଥାକୁ ବାରମ୍ବାର ବୁଝାଉଛନ୍ତି, କାହିଁକି ନା ନୂଆ ନୂଆ ସନ୍ତାନମାନେ ଆସୁଛନ୍ତି। ସେମାନଙ୍କୁ ପୂର୍ବର ପାଠ କିଏ ପଢ଼ାଇବ? ତେଣୁ ବାବା ନୂଆ ନୂଆ ମାନଙ୍କୁ ଦେଖି ପୁଣି ପୁରୁଣା ପଏଣ୍ଟସକୁ ରିପିଟ୍ କରୁଛନ୍ତି। ତୁମମାନଙ୍କ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି। ଜାଣିଛ ଆରମ୍ଭରୁ ଆମେ କିପରି ପାଠ କରି ଆସୁଛୁ। ତୁମେ ଯଥାର୍ଥ ରୂପେ ଜାଣିଛ ଯେ ଆତ୍ମାମାନେ କିପରି କ୍ରମାନ୍ୱୟରେ ଆସୁଛନ୍ତି, କେତେ ଜନ୍ମ ନେଉଛନ୍ତି। ଏହି ସମୟରେ ହିଁ ବାବା ଆସି ଜ୍ଞାନର କଥା ଶୁଣାଉଛନ୍ତି। ସତ୍ୟ ଯୁଗରେ ତ ପ୍ରାରବ୍ଧ ହିଁ ରହିଛି। ଏକଥା ଏହି ସମୟରେ ହିଁ ମୁଁ ତୁମମାନଙ୍କୁ ବୁଝାଉଛି। ଗୀତାର ମଧ୍ୟ ଆରମ୍ଭ ଏବଂ ଶେଷରେ ଏହି କଥା ଆସୁଛି, ମନ୍ମନା ଭବ। ଷ୍ଟାଟସ୍ ବା ପଦ ପାଇବା ପାଇଁ ପାଠ ପଢ଼ାଯାଉଛି। ତୁମେ ରାଜା ହେବା ପାଇଁ ଏବେ ପୁରୁଷାର୍ଥ କରୁଛ। ଅନ୍ୟ ଧର୍ମାବଲମ୍ବୀମାନଙ୍କ ସମ୍ବନ୍ଧରେ ତ ବୁଝାଯାଉଛି କି ସେମାନେ କ୍ରମାନ୍ୱୟରେ ଆସୁଛନ୍ତି। ଧର୍ମ ସ୍ଥାପକଙ୍କ ପଛରେ ସମସ୍ତଙ୍କୁ ଆସିବାକୁ ପଡ଼ୁଛି। ରାଜତ୍ୱର କଥା ନୁହେଁ। ଏକମାତ୍ର ଗୀତା ଶାସ୍ତ୍ରର ହିଁ ବହୁତ ମହିମା ରହିଛି। ଭାରତରେ ହିଁ ବାବା ଆସି ଜ୍ଞାନ ଶୁଣାଇ ସମସ୍ତଙ୍କର ସଦ୍ଗତି କରୁଛନ୍ତି। ସେହି ଧର୍ମ ସ୍ଥାପକମାନେ ଏଠାକୁ ଆସି ପୁଣି ଯେବେ ମୃତ୍ୟୁବରଣ କରୁଛନ୍ତି ତାଙ୍କ ପାଇଁ ବଡ଼ ବଡ଼ ତୀର୍ଥସ୍ଥାନ କରିଦେଉଛନ୍ତି। ବାସ୍ତବରେ ଭାରତ ହିଁ ହେଉଛି ସମସ୍ତଙ୍କର ତୀର୍ଥ, ଯେଉଁଠାକୁ ବେହର ବାବା ଆସୁଛନ୍ତି। ବାବା ଭାରତକୁ ହିଁ ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି। ବାବା କହୁଛନ୍ତି, ମୋତେ ମୁକ୍ତିଦାତା ଗାଇଡ଼ ବୋଲି କହୁଛ ନା? ମୁଁ ତୁମକୁ ଏହି ପୁରୁଣା ଦୁନିଆ ଦୁଃଖର ଦୁନିଆରୁ ମୁକ୍ତ କରି ଶାନ୍ତିଧାମ ସୁଖଧାମକୁ ନେଇଯାଉଛି। ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ଶାନ୍ତିଧାମ ସୁଖଧାମକୁ ନେଇଯିବେ। ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ। ଦୁଃଖରୁ ବାବା ଆସି ମୁକ୍ତ କରୁଛନ୍ତି। ତାଙ୍କର ଜନ୍ମ ମରଣ ତ ନାହିଁ। ବାବା ଆସିଛନ୍ତି ପୁଣି ଚାଲିଯିବେ। ତେବେ ତାଙ୍କ ପାଇଁ କ'ଣ ମରିଗଲେ ବୋଲି କୁହାଯିବ କି? ଯେପରି ଶିବାନନ୍ଦଙ୍କ ପାଇଁ କହୁଛନ୍ତି, ଶରୀର ଛାଡ଼ିଦେଲେ ପୁଣି କ୍ରିୟାକ୍ରମ କରିଥାନ୍ତି। ଏହି ବାବା ଚାଲିଗଲେ ତ ଏହାଙ୍କର କ୍ରିୟାକର୍ମ ଉତ୍ସବ ଆଦି କିଛି ହେଲେ କରିବାକୁ ପଡ଼ୁନାହିଁ। ତାଙ୍କର ତ ଆସିବାର ସମୟ ମଧ୍ୟ ଜଣାପଡ଼େ ନାହିଁ। କ୍ରିୟାକର୍ମ ଆଦିର ତ କୌଣସି କଥା ହିଁ ନାହିଁ। ଅନ୍ୟ ସବୁ ମନୁଷ୍ୟମାନଙ୍କର କ୍ରିୟାକର୍ମ କରିଥାନ୍ତି। ବାବାଙ୍କର କ୍ରିୟାକର୍ମ ହେଉନାହିଁ, କାରଣ ତାଙ୍କର ଶରୀର ହିଁ ନାହିଁ। ସତ୍ୟ ଯୁଗରେ ଏହି ଜ୍ଞାନ କିମ୍ବା ଭକ୍ତିର କୌଣସି କଥା ରହିବ ନାହିଁ। ଏହା ଏବେ ହିଁ ଚାଲୁଛି। ଆଉ ସମସ୍ତେ ଭକ୍ତି ହିଁ ଶିଖାଉଛନ୍ତି। ଅଧାକଳ୍ପ ଭକ୍ତି, ପୁଣି ଅଧାକଳ୍ପ ପରେ ବାବା ଆସି ଜ୍ଞାନର ବର୍ଷା ଦେଉଛନ୍ତି। ଜ୍ଞାନ କେବେ ହେଲେ ସେଠାକୁ ସାଥିରେ ଯିବ ନାହିଁ। ସେଠାରେ ବାବାଙ୍କୁ ସ୍ମରଣ କରିବାର ଆବଶ୍ୟକତା ହିଁ ନାହିଁ। ସେଠାରେ ସମସ୍ତେ ମୁକ୍ତିରେ ରହିଥାନ୍ତି। ସେଠାରେ କ'ଣ ବାବାଙ୍କୁ ସ୍ମରଣ କରିବାକୁ ପଡ଼ିବ କି? ଦୁଃଖର ନିବେଦନ ସେଠାରେ କରାଯାଏ ନାହିଁ। ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ପୁଣି ବ୍ୟଭିଚାରୀ ହୋଇଥାଏ। ଏହି ସମୟରେ ତ ଅତି ବ୍ୟଭିଚାରୀ ଭକ୍ତି ହେଉଛି। ଏହାକୁ ରୌରବ ନର୍କ କୁହାଯାଉଛି। ଏହା ଅତିରୁ ଅତି ନର୍କ ଅଟେ ଏବଂ ବାବା ଆସି ଏହାକୁ ଅତିରୁ ଅତି ସ୍ୱର୍ଗରେ ପରିଣତ କରୁଛନ୍ତି। ଏହି ସମୟରେ 100% ଦୁଃଖ ରହିଛି, ପୁଣି 100% ସୁଖ ଶାନ୍ତି ହେବ। ଆତ୍ମା ଯାଇ ନିଜ ଘରେ ବିଶ୍ରାମ ନେବ। ବୁଝାଇବା ତ ବହୁତ ସହଜ। ବାବା କହୁଛନ୍ତି,
ମୁଁ ସେତେବେଳେ ଆସେ ଯେତେବେଳେ ନୂଆ ଦୁନିଆର ସ୍ଥାପନା କରି ପୁରୁଣା ଦୁନିଆକୁ ବିନାଶ କରିବାକୁ ପଡ଼େ। ତେବେ ଏତେ ବଡ଼ କାର୍ଯ୍ୟ କେବଳ ଜଣେ ତ କରିବ ନାହିଁ, ବହୁତ ସେବାଧାରୀ ଆବଶ୍ୟକ। ଏହି ସମୟରେ ତୁମେ ବାବାଙ୍କର ଖିଦମତଗାର ବା ସେବାଧାରୀ ସନ୍ତାନ ହୋଇଛ। ଖାସ୍ ଭାରତର ସଚ୍ଚା ସେବା କରୁଛ। ସତ୍ୟ ବାବା ସତ୍ୟ ସେବା ଶିଖାଉଛନ୍ତି। ନିଜର ତଥା ଭାରତର ଏବଂ ବିଶ୍ୱର ମଧ୍ୟ କଲ୍ୟାଣ କରୁଛ। ତେଣୁ କେତେ ରୁଚିର ସହିତ କରିବା ଦରକାର। ବାବା କେତେ ରୁଚିର ସହିତ ସମସ୍ତଙ୍କର ସଦ୍ଗତି କରୁଛନ୍ତି। ଏବେ ମଧ୍ୟ ସମସ୍ତଙ୍କର ସଦ୍ଗତି ନିଶ୍ଚୟ ହେବ। ଏହା ହେଉଛି ଶୁଦ୍ଧ ଅହଙ୍କାର, ଶୁଦ୍ଧ ଭାବନା। ତୁମେ ସତ୍ୟ ସତ୍ୟ ସେବା କରୁଛ, କିନ୍ତୁ ଏହା ଗୁପ୍ତ। ଆତ୍ମା ଶରୀର ଦ୍ୱାରା କରୁଛି। ତୁମକୁ ବହୁତ ପଚାରୁଛନ୍ତି, ବିକେଙ୍କର ଉଦ୍ଦେଶ୍ୟ କ'ଣ? କୁହ। ବିକେଙ୍କର ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ସତ୍ୟଯୁଗୀ ସୁଖ ଶାନ୍ତିର ସ୍ୱରାଜ୍ୟ ସ୍ଥାପନ କରିବା। ଆମେ ପ୍ରତି 5000 ବର୍ଷ ପରେ ଶ୍ରୀମତ ଆଧାରରେ ବିଶ୍ୱରେ ଶାନ୍ତି ସ୍ଥାପନ କରି ବିଶ୍ୱ ଶାନ୍ତିର ପୁରସ୍କାର ନେଉଛୁ। ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ପୁରସ୍କାର ନେଉଛୁ। ନର୍କବାସୀରୁ ସ୍ୱର୍ଗବାସୀ ହେବା କ'ଣ କମ୍ ପୁରସ୍କାର କି? ସେମାନେ ଶାନ୍ତିର ପୁରସ୍କାର ନେଇ ଖୁସି ହେଉଛନ୍ତି, କିନ୍ତୁ ତାଙ୍କୁ କିଛି ହେଲେ ମିଳୁନାହିଁ। ବିଶ୍ୱର ବାଦଶାହୀର ସତ୍ୟ ପୁରସ୍କାର ତ ଏବେ ଆମେ ବାବାଙ୍କ ଠାରୁ ନେଉଛୁ। କହୁଛନ୍ତି, ନା, ଭାରତ ଆମର ଶ୍ରେଷ୍ଠ ଦେଶ ଅଟେ। କେତେ ମହିମା କରୁଛନ୍ତି। ସମସ୍ତେ ଭାବୁଛନ୍ତି ଯେ ଆମେ ଭାରତର ମାଲିକ ଅଟୁ। କିନ୍ତୁ ମାଲିକ କେଉଁଠି ହୋଇଛନ୍ତି? ବର୍ତ୍ତମାନ ତୁମେ ସନ୍ତାନମାନେ ବାବାଙ୍କର ଶ୍ରୀମତ ଦ୍ୱାରା ରାଜ୍ୟ ସ୍ଥାପନ କରୁଛ। ତୁମ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ତ ନାହିଁ। ତୁମେମାନେ ଦୈବୀ ଗୁଣ ଧାରଣ କରୁଛ। ତେଣୁ ତୁମର ହିଁ ଗାୟନ ପୂଜନ ହେଉଛି। ଅମ୍ବାଙ୍କର ଦେଖ କେତେ ପୂଜା ହେଉଛି। କିନ୍ତୁ ଅମ୍ବା କିଏ? ସେ ବ୍ରାହ୍ମଣ ନା ଦେବତା? ଏକଥା ମଧ୍ୟ ଜଣା ନାହିଁ। ଅମ୍ବା, କାଳୀ, ଦୁର୍ଗା, ସରସ୍ୱତୀ ଆଦି ଏହିପରି ବହୁତ ନାମ ରହିଛି। ଏଠାରେ ମଧ୍ୟ ତଳେ ଅମ୍ବାଙ୍କର ଛୋଟ ମନ୍ଦିର ରହିଛି। ଅମ୍ବାଙ୍କୁ ବହୁତ ଭୁଜା ଦେଇଛନ୍ତି। ଏପରି ତ ନୁହେଁ। ଏହାକୁ ଅନ୍ଧବିଶ୍ୱାସ ବୋଲି କୁହାଯାଉଛି। ଯୀଶୁଖ୍ରୀଷ୍ଟ, ବୁଦ୍ଧଦେବ ଆଦି ଆସି ନିଜ ନିଜର ଧର୍ମ ସ୍ଥାପନ କରୁଛନ୍ତି। ଧର୍ମ ସ୍ଥାପନାର ତିଥି ତାରିଖ ସବୁ ବତାଉଛନ୍ତି। ସେଠାରେ ଅନ୍ଧଶ୍ରଦ୍ଧାର ତ କୌଣସି କଥା ହିଁ ନାହିଁ। ଏଠାରେ ଭାରତବାସୀମାନଙ୍କୁ କିଛି ହେଲେ ଜଣା ନାହିଁ। ଆମର ଧର୍ମ କେବେ ଏବଂ କିଏ ସ୍ଥାପନ କରିଥିଲେ, ସେଥିପାଇଁ ଅନ୍ଧଶ୍ରଦ୍ଧା କୁହାଯାଇଛି। ଏବେ ତୁମେ ହେଲ ପୂଜାରୀ, ପୁଣି ପୂଜ୍ୟ ହେବାକୁ ଯାଉଛ। ତୁମ ଆତ୍ମା ସହିତ ଶରୀର ମଧ୍ୟ ପୂଜ୍ୟ ହେଉଛି। ତୁମ ଆତ୍ମାର ମଧ୍ୟ ପୂଜା ହେଉଛି, ପୁଣି ଦେବତା ହୋଇଗଲେ ମଧ୍ୟ ପୂଜା ହେବ। ବାବା ତ ହେଉଛନ୍ତି ନିରାକାର। ସେ ସର୍ବଦା ପୂଜ୍ୟ ଅଟନ୍ତି। ସେ କେବେ ହେଲେ ପୂଜାରୀ ହେଉନାହାନ୍ତି। ତୁମ ପାଇଁ କୁହାଯାଉଛି, ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ। ବାବା ତ ସଦା ପୂଜ୍ୟ ଅଟନ୍ତି। ଏଠାକୁ ଆସି ବାବା ସଚ୍ଚା ସେବା କରୁଛନ୍ତି। ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି। ବାବା କହୁଛନ୍ତି, ଏବେ ମୋତେ ମନେ ପକାଅ। ଅନ୍ୟ କୌଣସି ଦେହଧାରକୁ ମନେ ପକାଅ ନାହିଁ। ଦୁନିଆରେ ତ ବଡ଼ ବଡ଼ ଲକ୍ଷପତି, କୋଟିପତି ଯାଇ ଆଲ୍ଲା ଆଲ୍ଲା କହୁଛନ୍ତି। କେତେ ଅନ୍ଧଶ୍ରଦ୍ଧା ରହିଛି। ବାବା ତୁମକୁ ହମ୍ ସ୍ୱର ଅର୍ଥ ମଧ୍ୟ ବୁଝାଇଛନ୍ତି। ସେମାନେ ତ କହିଦେଉଛନ୍ତି, ଶିବ ହମ୍, ଆତ୍ମା ସ୍ୱ ପରମାତ୍ମା। ଏବେ ବାବା ସଠିକ୍ କରି ବତାଉଛନ୍ତି। ଏବେ ବିଚାର କର, ଭକ୍ତି ମାର୍ଗରେ ଠିକ୍ ଶୁଣିଥିଲ ନା ମୁଁ ଠିକ୍ କହୁଛି? ହମ୍ ସ୍ୱର ଅର୍ଥ ବହୁତ ଲମ୍ବା ଚଉଡ଼ା ଅଟେ। ଆମେ ହିଁ ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ହେଉଛୁ। ଏବେ ହମ୍ ସ୍ୱର ଅର୍ଥ କେଉଁଠି ଠିକ୍? ମୁଁ ଆତ୍ମା ଚକ୍ରରେ ଏହିଭଳି ଆସୁଛି। ବିରାଟ ରୂପର ଚିତ୍ର ମଧ୍ୟ ରହିଛି। ଏଥିରେ ବ୍ରାହ୍ମଣ ଚୁଟି ଏବଂ ବାବାଙ୍କୁ ଦେଖାଇ ନାହାନ୍ତି। ଦେବତାମାନେ କେଉଁଠୁ ଆସିଲେ? ସେମାନେ କେଉଁଠାରୁ ସୃଷ୍ଟି ହେଲେ? କଳି ଯୁଗରେ ତ ଶୂଦ୍ର ବର୍ଣ୍ଣ ରହିଛି। ସତ୍ୟ ଯୁଗରେ ହଠାତ୍ ଦେବତା ବର୍ଣ୍ଣ କିପରି ହେଲା? କିଛି ହେଲେ ବୁଝୁନାହାନ୍ତି।
ଭକ୍ତି ମାର୍ଗରେ ମନୁଷ୍ୟ କେତେ ଫସି ଯାଇଛନ୍ତି। କେହି ଗ୍ରନ୍ଥ ପଢ଼ିଦେଲେ, ଖିଆଲ ଆସିଲା, ମନ୍ଦିର ନିର୍ମାଣ କରିଦେଲେ, ବାସ୍ ଗ୍ରନ୍ଥ ବସି ଶୁଣାଇବେ। ବହୁତ ମନୁଷ୍ୟ ଆସି ଶିଷ୍ୟ ହୋଇଯାଇଥାନ୍ତି, ଫାଇଦା ତ କିଛି ହେଲେ ହେଉନାହିଁ। ବହୁତ ଦୋକାନ ଖୋଲି ଯାଇଛି, ବର୍ତ୍ତମାନ ଏହିସବୁ ଦୋକାନ ସମାପ୍ତ ହୋଇଯିବ। ଏସବୁ ଦୋକାନଦାରୀ ହେଉଛି ଭକ୍ତି ମାର୍ଗର। ଏହାଦ୍ୱାରା ବହୁତ ଧନ ରୋଜଗାର କରନ୍ତି। ସନ୍ନ୍ୟାସୀମାନେ କହୁଛନ୍ତି ଆମେ ବ୍ରହ୍ମଯୋଗୀ ତତ୍ତ୍ୱଯୋଗୀ ଅଟୁ। ଯେପରି ଭାରତବାସୀ ବାସ୍ତବରେ ହେଉଛନ୍ତି ଦେବୀ ଦେବତା ଧର୍ମର, କିନ୍ତୁ ହିନ୍ଦୁ ଧର୍ମର ବୋଲି କହିଦେଉଛନ୍ତି। ଏମିତି ତ ବ୍ରହ୍ମତତ୍ତ୍ୱ ଅଟେ। ଯେଉଁଠି ଆତ୍ମାମାନେ ରହୁଛନ୍ତି ସେମାନେ ପୁଣି ବ୍ରହ୍ମଜ୍ଞାନୀ ତତ୍ତ୍ୱଜ୍ଞାନୀ ନାମ ରଖିଦେଇଛନ୍ତି। ନଚେତ ବ୍ରହ୍ମତତ୍ତ୍ୱ ହେଉଛି ରହିବାର ସ୍ଥାନ। ତେଣୁ ବାବା ବୁଝାଉଛନ୍ତି କେତେ ବଡ଼ ଭୁଲ କରିଦେଇଛନ୍ତି। ଏସବୁ ହେଉଛି ଭ୍ରମ। ମୁଁ ଆସି ସବୁ ଭ୍ରମ ଦୂର କରିଦେଉଛି। ଭକ୍ତି ମାର୍ଗରେ କହୁଛନ୍ତି ମଧ୍ୟ, ହେ ପ୍ରଭୁ ତୁମର ଗତିମତି ନିଆରା ଅଟେ। ଗତି ତ କେହି କରିପାରିବେ ନାହିଁ। ମତ ତ ଅନେକଙ୍କର ମିଳୁଛି। ଏଠାକାର ମତ କେତେ କମାଲ କରିଦେଉଛି, ସାରା ବିଶ୍ୱକୁ ପରିବର୍ତ୍ତିତ କରିଦେଉଛି। ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ଅଛି ଏତେ ସବୁ ଧର୍ମ କିପରି ଆସୁଛି, ପୁଣି ଆତ୍ମାମାନେ କିପରି ନିଜ ନିଜର ବିଭାଗରେ ଯାଇ ରହୁଛନ୍ତି। ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି। ଏକମାତ୍ର ବାବା ହିଁ ଦିବ୍ୟ ଦୃଷ୍ଟି ଦାତା ଅଟନ୍ତି। ବାବାଙ୍କୁ କହିଲେ, ଏହି ଦିବ୍ୟ ଦୃଷ୍ଟିର ଚାବି ମୋତେ ଦେଇଦିଅ, ତେବେ ମୁଁ କାହାକୁ ସାକ୍ଷାତକାର କରାଇଦେବି। ବାବା କହିଲେ, ନା, ଏହି ଚାବି କାହାକୁ ମିଳିପାରିବ ନାହିଁ। ଏହା ବଦଳରେ ତୁମକୁ ପୁଣି ବିଶ୍ୱର ବାସାଇ ଦେଉଛି, ମୁଁ ନେଉନାହିଁ। ମୋର ପାଠ ହିଁ ହେଉଛି ସାକ୍ଷାତକାର କରାଇବା। ସାକ୍ଷାତକାର ହେବା ଦ୍ୱାରା କେତେ ଖୁସି ହୋଇଯାଉଛନ୍ତି, କିନ୍ତୁ କିଛି ହେଲେ ମିଳୁନାହିଁ। ଏପରି ନୁହେଁ ଯେ ସାକ୍ଷାତକାର ଦ୍ୱାରା କେହି ନିରୋଗୀ ହୋଇ ଯାଉଛନ୍ତି ଅଥବା ଧନ ମିଳିଯାଉଛି। ନା, ମୀରାକୁ ସାକ୍ଷାତକାର ହେଲା, କିନ୍ତୁ ମୁକ୍ତି କ'ଣ ପାଇଲେ? ମନୁଷ୍ୟ ଭାବୁଛନ୍ତି ସେ ବୈକୁଣ୍ଠରେ ହିଁ ରହୁଥିଲେ, କିନ୍ତୁ ବୈକୁଣ୍ଠ କୃଷ୍ଣପୁରୀ କେଉଁଠି ଅଛି? ଏସବୁ ହେଉଛି ସାକ୍ଷାତକାର। ବାବା ବସି ସବୁ କଥା ବୁଝାଉଛନ୍ତି। ବ୍ରହ୍ମାକୁ ମଧ୍ୟ ପ୍ରଥମେ ବିଷ୍ଣୁଙ୍କର ସାକ୍ଷାତକାର ହେବାରୁ ବହୁତ ଖୁସି ହୋଇଗଲେ। ସେ ବି ଯେବେ ଦେଖିଲେ ଯେ ମୁଁ ମହାରାଜା ହେଉଛି, ବିନାଶ ମଧ୍ୟ ଦେଖିଲେ, ପୁଣି ରାଜତ୍ୱ ମଧ୍ୟ ଦେଖିଲେ। ତେଣୁ ନିଶ୍ଚୟ ହୋଇଗଲା, ଓହୋ, ମୁଁ ତ ବିଶ୍ୱର ମାଲିକ ହେଉଛି। ବାବାଙ୍କର ପ୍ରବେଶତା ହୋଇଗଲା। ବାସ୍, ବାବା ଏସବୁ ଆପଣ ନେଇଯାଆନ୍ତୁ, ମୋର ତ ବିଶ୍ୱର ବାସାଇ ଆବଶ୍ୟକ। ତୁମେ ମଧ୍ୟ ଏହି ସୌଦା କରିବାକୁ ଆସିଛ ନା? ଯିଏ ଜ୍ଞାନ ଧାରଣ କରୁଛନ୍ତି ତାଙ୍କଠାରୁ ପୁଣି ଭକ୍ତି ଦୂର ହୋଇଯାଉଛି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଦୈବୀ ଗୁଣକୁ ଧାରଣ କରି ଶ୍ରୀମତ ଆଧାରରେ ଭାରତର ପ୍ରକୃତ ସେବା କରିବାକୁ ହେବ। ନିଜର, ଭାରତର ତଥା ସାରା ବିଶ୍ୱର କଲ୍ୟାଣ ବହୁତ ବହୁତ ଆଗ୍ରହର ସହିତ କରିବାକୁ ହେବ। 2 ନମ୍ବର। ଡ୍ରାମାର ଅନାଦି ଅବିନାଶୀ ନିର୍ଦ୍ଧାର୍ଯ୍ୟକୁ ଯଥାର୍ଥ ଭାବରେ ବୁଝି କୌଣସି ପ୍ରକାରରେ ସମୟ ନଷ୍ଟ ହେଉଥିବା ପୁରୁଷାର୍ଥ କରିବାର ନାହିଁ। ବ୍ୟର୍ଥ ବିଚାର ମଧ୍ୟ କରିବାର ନାହିଁ। ଆଜିର ବରଦାନ। ଦୀପରାଜ ବାବାଙ୍କ ଦ୍ୱାରା ଅମର ଜ୍ୟୋତି ହେବାର ଅଭିନନ୍ଦନ ପ୍ରାପ୍ତ କରି ସଦା ଅମର ଭବ। ଦୀପରାଜ ବାବାଙ୍କ ଦ୍ୱାରା ଅମର ଜ୍ୟୋତି ହେବାର ଅଭିନନ୍ଦନ ପ୍ରାପ୍ତ କରି ସଦା ଅମର ଭବ। ଡିଟେଲ୍ସ। ଭକ୍ତମାନେ ତୁମ ଭଳି ଚୈତନ୍ୟ ଦୀପମାନଙ୍କର ସ୍ମାରକୀ ରୂପରେ ଜଡ଼ ଦୀପଗୁଡ଼ିକୁ ଜଳାଇ ଦୀପାବଳି ପାଳନ କରୁଛନ୍ତି। ତୁମେ ସଦା ଜାଗ୍ରତ ଜ୍ୟୋତି ଚୈତନ୍ୟ ଦୀପମାନେ ବାଳକ ହୋଇ ଦୀପମାନଙ୍କର ମାଲିକ ଶିବ ବାବାଙ୍କ ସହିତ ମଙ୍ଗଳ ମିଳନ କରୁଛ।
ବାପଦାଦା ତୁମମାନଙ୍କର ମସ୍ତକରେ ଜଳୁଥିବା ଦୀପକୁ ଦେଖୁଛନ୍ତି। ତୁମେ ଅବିନାଶୀ ଅମର ଜ୍ୟୋତି ସ୍ୱରୂପ ପିଲାମାନେ ଦୀପରାଜ ବାବାଙ୍କ ଦ୍ୱାରା ଅଭିନନ୍ଦନ ପ୍ରାପ୍ତ କରିବା ସହିତ ସଦା ଅମର ଭବର ବରଦାନ ପ୍ରାପ୍ତ କରୁଛ। ତେଣୁ ଏହି ଦୀପାବଳି ପର୍ବଟି ଦୀପରାଜ ବାବା ଏବଂ ଦୀପରାଣୀ ପିଲାମାନଙ୍କର ମିଳନର ହିଁ ସ୍ମାରକୀ ଅଟେ। ଆଜିର ସ୍ଲୋଗାନ ଆପ ଔର ବାପ, ଅର୍ଥାତ୍ ବାବା ଏବଂ ତୁମେ ପିଲାମାନେ ଏଭଳି ଯୁଗଳ ହୋଇ ରୁହ ଯାହାକି କୌଣସି ତୃତୀୟ ପକ୍ଷ ତୁମକୁ ଅଲଗା କରିପାରିବ ନାହିଁ। ଆପ ଔର ବାପ ଅର୍ଥାତ୍ ବାବା ଏବଂ ପିଲାମାନେ ତୁମେ ପିଲାମାନେ ଏଭଳି ଯୁଗଳ ହୋଇ ରୁହ ଯାହାକି କୌଣସି ତୃତୀୟ ପକ୍ଷ ତୁମକୁ ଅଲଗା କରିପାରିବ ନାହିଁ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତି ଗୁଡ଼ିକୁ ପ୍ରୟୋଗ କର। ବର୍ତ୍ତମାନ ସମୟ ଅନୁସାରେ ସର୍ବ ଆତ୍ମାମାନେ ପ୍ରତ୍ୟକ୍ଷ ଫଳ ଅର୍ଥାତ୍ ବାସ୍ତବିକ ପ୍ରମାଣ ଦେଖିବାକୁ ଚାହୁଁଛନ୍ତି। ତେଣୁ ତୁମେମାନେ ନିଜର ଶରୀର, ମନ, କର୍ମ ତଥା ସମ୍ବନ୍ଧ ସମ୍ପର୍କରେ ଶାନ୍ତିର ଶକ୍ତି ବା ଯୋଗ ଶକ୍ତିକୁ ପ୍ରୟୋଗ କରି ଦେଖ। ଶାନ୍ତିର ଶକ୍ତି ଦ୍ୱାରା ତୁମମାନଙ୍କର ସଂକଳ୍ପ ୱେୟାରଲେସ୍ ଠାରୁ ମଧ୍ୟ ତୀବ୍ର ଗତିରେ କୌଣସି ଆତ୍ମା ନିକଟରେ ପହଞ୍ଚି ପାରିବ। ଏହି ଶକ୍ତିର ବିଶେଷ ଯନ୍ତ୍ର ହେଲା ଶୁଭ ସଂକଳ୍ପ। ଏହି ସଂକଳ୍ପ ରୂପୀ ଯନ୍ତ୍ର ଦ୍ୱାରା ଯାହା ଚାହିଁବ ତାହା ସିଦ୍ଧି ସ୍ୱରୂପରେ ଦେଖିପାରିବ। ଓମ୍ ଶାନ୍ତି।